आपण मानक मस्ट वेलकम एई ऋषिकेश पुरातन म्यूजियम रे ए पुरातन म्यूजियम रे आपण देखुचंती प्रभु ऋषिकेशଙ୍କର ଯେତେକ ଭଗ୍ନ ଅବସ୍ଥାରେ ମୂର୍ତ୍ତି ସବୁ ସଂରକ୍ଷଣ କରାଯାଇଛି ତାକୁ କେଡ଼େ ସୁନ୍ଦର ହେଇଛି ଆପଣ ଦେଖିପାରୁଥିବେ ପ୍ରତ୍ୟେକ ମୂର୍ତ୍ତି ରେଡ୍ ପଥର ମାନଙ୍କରେ ତିଆରି କରାଯାଇଛି ଆପଣ ମାନେ ଦେଖିପାରୁଥିବେ କେଡ଼େ ସୁନ୍ଦର ବି ହେଇଛି ଆଉ ଏ ମ୍ୟୁଜିୟମ ଟି ସର୍ବ ପୁରାତନ ବର୍ତ୍ତମାନ ଆମେ ଭରତ ମନ୍ଦିର ଉତ୍ତରାଖଣ୍ଡ ଋଷିକେଶ ସହର ମଧ୍ୟରେ ଅଛୁ ଏହି ମଧ୍ୟ ଭାଗରେ ଏହି ମନ୍ଦିରଟି ଉପସ୍ଥିତ ଏହା ବହୁ ପ୍ରାଚୀନ ଆଉ ପବିତ୍ର ମନ୍ଦିରଟି ଏହି ମନ୍ଦିରର ବାହାର ଅଂଶ ଆପଣ ମାନଙ୍କୁ ଦେଖଉଛି ଏ ବାହାର ଅଂଶ ବହୁତ ସୁନ୍ଦର ହେଇଛି ଆପଣ ମାନେ ଦେଖିପାରୁଥିବେ ଏହି ପବିତ୍ର ମନ୍ଦିରଟିକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତିଆରି କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତିଆରି କରିଥିଲେ ପ୍ରାୟ 799 ଖ୍ରୀଷ୍ଟାବ୍ଦ ମସିହାରେ ତିଆରି କରିଥିଲେ ଏହା ବସନ୍ତ ପଞ୍ଚମୀ ଦିନ ଏହି ମନ୍ଦିରରେ ସେ ସୁନ୍ଦର ପ୍ରଭୁଙ୍କର ଋଷିକେଶଙ୍କର ମୂର୍ତ୍ତିଙ୍କୁ ଦ୍ୱାରା ସ୍ଥାପନ କରିଥିଲେ ଏ ବହୁତ ପୁରାତନ ମନ୍ଦିର ଏଠାକାର ଆପଣ ମାନେ ଏ ମନ୍ଦିରର ଚତୁଃପାର୍ଶ୍ୱ ମୁଁ ଆପଣ ମାନଙ୍କୁ ଦେଖଉଛି ଏ ଚତୁଃପାର୍ଶ୍ୱଟି ପୁରା ମାର୍ବଲ ରେ ସଜ୍ଜିତ ହୋଇଛି ଆଉ ଏଇ ଯୋଉ ଫ୍ରଣ୍ଟ ଟି ଆପଣ ମାନେ ଦେଖୁଛନ୍ତି ଇଏ ହଉଛି ପ୍ରଭୁଙ୍କ ସମ୍ମୁଖ ଭାଗ ବା ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବା ପାଇଁ ବାଟ ଆଉ ଏଠି ବସନ୍ତ ପଞ୍ଚମୀ ଦିନ ପ୍ରଭୁଙ୍କର ପାଦୁକା ପୂଜା ଯାଏ ଏ ପାଦୁକାଟି ଆପଣ ଯଦି ଆସି ଦର୍ଶନ କରିବେ ଯାହା ବି ମାଗିବେ ଆପଣ ମନସ୍କାମନା ପୂର୍ଣ୍ଣ ହୁଏ କୁହାଯାଏ କି ଏ ଇତିହାସରେ କୁହାଯାଇଛି ବର୍ଣ୍ଣିତ ହୋଇଛି ପୁରାଣ ମାନଙ୍କରେ ଗ୍ରନ୍ଥ ମାନଙ୍କରେ ଆଉ ଏଠାକାର ଜନସାଧାରଣ ମାନେ କୁହନ୍ତି ଏ ମନ୍ଦିରର ବହୁତ ପବିତ୍ରତା ଅଛି ବର୍ତ୍ତମାନ ଆମେ ଚାଲନ୍ତୁ ଯିବା ସହରର ବିଚ ବିଚ ସହରର ମଧ୍ୟ ଭାଗକୁ ଯିବା ଏ ମଧ୍ୟ ଭାଗରେ ଆପଣଙ୍କୁ ଗୋଟେ ସୁନ୍ଦର ଝୁଲା ଦେଖେଇବି ଯାହା ନାଁ ହଉଛି ଜାନକୀ ଝୁଲା ଜାନକୀ ଝୁଲାଟି ପ୍ରାୟ 2020 ମସିହାରେ ତିଆରି କରାଯାଇଥିଲା ୟାକୁ ରାମ ଝୁଲା ଆଉ ଲଖନ ଝୁଲାକୁ ଫଲୋ କରି କରାଯାଇଥିଲା এই ঝুলাটি ଆପଣ ମାନେ এই ଝୁଲାଟି ଆପଣ ମାନେ ଦେଖୁଛନ୍ତି କେଡ଼େ ସୁନ୍ଦର ହେଇଛି এই ଝୁଲାଟି ପ୍ରାୟ ଲମ୍ବ ହଉଛି 346 ଫୁଟ 46 ଫୁଟ ଆଉ ୟାର ଓସାଟ ହଉଛି 274 ଫୁଟ ୟା 3 ଲାଇନ ରେ ତିଆରି କରାଯାଇଛି 3 ଲାଇନ ରେ ଆପଣ ମାନେ ଦେଖିବେ ତ ତିନୋଟି ଷ୍ଟେପ ଅଛି ଗୋଟେ ବାଇକ ଯିବା ପାଇଁ ଗୋଟେ ଚାଲିକି ଯିବା ପାଇଁ ଆଉ ଗୋଟେ କାର ଛୋଟ ଛୋଟ ଗାଡି ମାନେ ସବୁ ଯିବା ପାଇଁ କି ଆଉ ଏ ପ୍ରାୟ ମଧୁବନ ପାଖରେ ତିଆରି କରାଯାଇଛି ଏ ମଧୁବନ ଠାରୁ ଆପଣ ମାନେ ଦେଖିପାରୁଥିବେ ବର୍ତ୍ତମାନ ଆମେ ଏଇ ଜାନକୀ ଝୁଲାରେ ଯାଉଛୁ ଇଏ ମାତା ଜାନକୀ ମାତା ସୀତାଙ୍କ ନାମରେ ତିଆରି କରାଯାଇଛି ଝୁଲାଟି ବହୁତ ସୁନ୍ଦର ଝୁଲାଟି ଆପଣ ମାନେ ଦେଖିପାରୁଥିବେ ଆଉ ତାର ବେଲ୍ଟ ଯେମିତି କରାଯାଇଛି ଆପଣ ମାନେ ତାର କନଷ୍ଟ୍ରକ୍ସନ କାମ ଆପଣ ମାନେ ଦେଖିପାରୁଥିବେ ସାଇଡ ରେ ସବୁ ତାର ବାଡ ବା ଜାଲି ଲଗିଆ ଯାଇଛି ଆଉ ଆପଣ ମାନେ ଦେଖିପାରୁଥିବେ ବିରାଟ ବିରାଟ କାଷ୍ଟ ଆଇରନ୍ ମାନ ଆଇରନ୍ ମାନଙ୍କ ଖଞ୍ଜା ଯାଇ ଇଏ ବ୍ରିଜ ତିଆରି କରାଯାଇଛି ଏ ବ୍ରିଜ ବହୁତ ମାନେ ୟୁନିକ ଗୋଟେ ଗୋଟେ ୟୁନିକ ବ୍ରିଜ ଏ ହଉଛି ଋଷିକେଶର ଗୋଟେ ଶୋଭା ଗୋଟେ ସୁନ୍ଦରତାର ପରିଚୟ ଦିଏ ଏ ବ୍ରିଜ ର ଆପଣ ମାନେ ଦେଖିପାରୁଥିବେ ବ୍ରିଜ ର ଦୃଶ୍ୟ ଏଇ ଋଷିକେଶର ଯୋଉ ଆମର ଗଙ୍ଗା ନଦୀ ଅଛି ଏଇ ଗଙ୍ଗା ନଦୀର ଉପରେ ଏଇ ଯୋଉ ବଢିଆ ଭାବରେ ୟାକୁ ତିଆରି କରାଯାଇଛି ଆଉ ଆ ମଧ୍ୟରୁ ଯୋଉ ସୁନ୍ଦର ପବନ ସବୁ ଆମ ଶରୀରରେ ବାଜୁଛି ବହୁତ ଥଣ୍ଡା ଆଉ ହାଲକା ଲାଗୁଛି ଆଉ ଆପଣ ମାନେ ଜାଣିପାରୁଥିବେ ଋଷିକେଶ ସହରଟି ହଉଛି ପୁରା ଫେମସ ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଫେମସ ଏଠାକାର ଜଳବାୟୁ ବହୁତ ଆନନ୍ଦଦାୟକ ଆଉ ମଜାଦାର ଆଉ ସେଥିପାଇଁ କି ବହୁତ ଫରେନର ମାନେ ବି ଏଠି ଆସି ବସବାସ କରନ୍ତି ଆଉ ଫିର ସେ ଆଉ ଆମର ମୁନି ଋଷି ମାନେ ବି ଅନେକ ଆସିକିରି ଏ ଜାଗାରେ ବସବାସ କରୁଛନ୍ତି ଆପଣ ମାନେ ଦେଖିପାରୁଥିବେ ଏଇ ଯୋଉ ଜାନକୀ ଝୁଲାର ଏଇଟା ହଉଛି ଅଣ୍ଡରଗ୍ରାଉଣ୍ଡ ତା ତଳଟା ବର୍ତ୍ତମାନ ଆମେ ପହଞ୍ଚି ଗଲୁ ତାକୁ ଯୋଉ ତଳକୁ ଓହ୍ଲେଇଲୁ ତା ତଳର ଅଣ୍ଡରଗ୍ରାଉଣ୍ଡ ଟା